नमो भगवते वासुदेवाय। चतुर्थाध्याय। मैत्रेय उवाच। एमन्ते देवी आगे कही रुद्र रहिले आत्मा ध्यायी। मने चिंतन्ति विश्वनाथ न पूर्ण हुए विपरीत। मो पत्नी पिता घरे गले प्राण ए न रखिब भले। एहार मन स्थिर नाही न गले न धरिब देही। एमନ୍ତ ଚିତେ ଚିନ୍ତି ହର କେବେ ହେଁ ନୁହେଁ ମନ ସ୍ଥିର। ଚିନ୍ତା ବିକଳେ ବିଶ୍ୱପତି ନିଜ ଗଣଙ୍କୁ ଚିନ୍ତେ ଚିନ୍ତି। ଏହାର ସଙ୍ଗେ ଥିବି ମୁହିଁ ରୁଦ୍ର ଗଣଙ୍କୁ ସଙ୍ଗେ ନେଇ। ଏମନ୍ତେ ଚିନ୍ତା କରୁ କରୁ ଦେବୀ ଉଠିଲେ ନିଜ ଘରୁ। ନୟନେ ପୂରେ ଅଶ୍ରୁ ଜଳ କେବେ ହେଁ ନୁହେଁ ମନ ସ୍ଥିର। ଶରୀର କମ୍ପେ ଦୁଃଖ ଚିତେ କଦଳୀ ବନ ଯେହ୍ନେ ବାତେ। ନିଶ୍ୱାସ ବହେ ଖର ତର ଶୁଖିଲା ଶୃଙ୍ଗର ଧର। ନିଶ୍ୱାସ ବହେ ଖର ତର ଶୁଖିଲା ସୁରଙ୍ଗ ଧର। ଅଧୋବଦନେ ମନ ଦୁଃଖୀ ଉଠିଲେ ଆସନ ଉପେକ୍ଷୀ। ଧୀରେ ଚଳନ୍ତେ ରୋଷ ଭରେ ଅବନୀ କମ୍ପେ ପାଦ ଭରେ। ପିତା ଭୁବନେ ଦେବୀ ଯାନ୍ତେ ପଥେ ଚଳନ୍ତି ବିଶ୍ୱନାଥେ। ଶତ ସହସ୍ର ରୁଦ୍ର ଗଣ ନିକଟେ ମିଳିଲେ ତକ୍ଷଣ। ବୃଷଭ ଚଢ଼ି ବିଶ୍ୱନାଥ ଗଣେ ଧାଇଲେ ଯୁଥ ଯୁଥ। ମୁଁ ଯିବି ଅମ୍ବିକାର ପଛେ ମୋ କଥା ଦେଖ ତୁ ପ୍ରତ୍ୟକ୍ଷେ। ଏମନ୍ତେ ରୁଦ୍ର ଆଗେ କହି ନନ୍ଦୀ ଚଢ଼ିଲେ ଗଣ ନେଇ। ଅମ୍ବିକା ତୁଲେ ନାରୀ ଯୁଥ ମିଳିଲେ ଉପାୟନ ହସ୍ତ। କନ୍ଦୁକ ଦର୍ପଣ ଅମ୍ବୁଳ ଶ୍ଵେତାତ ପତ୍ର ଶ୍ଵେତ ଧ୍ୱଜ। କନ୍ଦୁକ ଦର୍ପଣ ଅମ୍ବୁଜ ଶ୍ଵେତାତ ପତ୍ର ଶ୍ଵେତ ଧ୍ୱଜ। ବ୍ୟଞ୍ଜନ ପୁଷ୍ପମାଳା ଘେନି ସଙ୍ଗତେ ଗୀତ ନାଦ ଧ୍ୱନି। ଦୁନ୍ଦୁଭି ଶଙ୍ଖ ଭେରୀ ନାଦେ ସମୀପେ ମିଳିଲେ ଆନନ୍ଦେ। ଅଧୋବଦନେ ଦେବୀ ଯାନ୍ତେ ପଥେ ମିଳିଲେ ବିଶ୍ୱନାଥେ। ଧୂମ ବ୍ୟାପିତ ଯଜ୍ଞଶାଳେ ଅଶେଷ ଋଷି ବିପ୍ର ମେଳେ। ବିପ୍ରଙ୍କ ସଙ୍ଗେ ପ୍ରଜାପତି ଅନଳେ କ୍ଷେପନ୍ତି ଆହୁତି। ଯଜ୍ଞ ସଭାର ନାନା ବିଧି ଯେ ଦ୍ରବ୍ୟ ଯେଉଁ ଭାଣ୍ଡେ ସିଦ୍ଧି। ମନ୍ତ୍ର ଆହୁତି ହୁମ ବଳେ ସତୀ ମିଳିଲେ ଯଜ୍ଞ କାଳେ। ମନ୍ତ୍ର ଆହୁତି ହୋମ ବଳେ ସତୀ ମିଳିଲେ ଯଜ୍ଞଶାଳେ। ସତୀ ଚାହାନ୍ତି କୋପ ଚିତେ ସେ ଯଜ୍ଞେ ଅଛନ୍ତି ସମସ୍ତେ। ସତୀ ବଚନେ କୋପ ବହି ସମୀପେ ନ ରହିଲେ କେହି। ଭଗିନୀ ଗଣ ମାତୃତୁଲେ ସତୀର ସମୀପେ ମିଳିଲେ। ପ୍ରେମାଣୁ କଣ୍ଠେ ଭଗ୍ନୀ ଗଣ କୋଳେ ଧରନ୍ତି ଜଣେ ଜଣ। ସୋଦର ଅର୍ଥେ ପ୍ରଶ୍ନ କଲେ ସର୍ବମଙ୍ଗଳ ପଚାରିଲେ। ଉତ୍ତମ ବିଧି ପୂଜା ଦ୍ରବ୍ୟ ସମୀପେ ଆଣିଦେଲେ ସର୍ବ। ରତ୍ନ ଆସନ ବେଗେ ଆଣି ସେ ପ୍ରଜାପତିର ଘରଣୀ। ସତୀ ସମୀପେ ଆଣିଦେଲେ ତା ଦେଖି ସତୀ କୋପ କଲେ। ପିତାର ଅନାଦ
ଅନାଦର ଦେଖି ଭୟେ କମ୍ପଇ ଅଶ୍ରୁମୁଖୀ। ଯଜ୍ଞ ଦେଖି ସ୍ୱାମୀ ଭାଗ ମନେ ବସିଲା ମହାରାଗ। ଈଶ୍ୱର ପଣ ନ ଗଣିଲା ଅବହେଳିତ କର୍ମ କଲା। ସଭାରେ ଯେତେ ଲୋକ ଥିଲେ ସତୀଙ୍କୁ କେହି ନ ଗଣିଲେ। ପିତା ଅବଜ୍ଞା କର୍ମ ଦେଖି କୋପେ କମ୍ପଇ ଅଶ୍ରୁମୁଖୀ। ନିଜ ଶରୀର ମହାତେଜେ ନିବାସ ଭୂତଗଣ ମାଝେ। ପିତାର ଅନାଦର ଜାଣି କୋପେ ବୋଇଲେ ଉଚ୍ଚେ ବାଣୀ। ଦେବବାଚ କୋପେ କମ୍ପଇ ତାର ଦେହି କହଇ ପିତା ମୁଖ ଚାହିଁ। ଯାହାର ପ୍ରାୟ ଇହଲୋକେ ନ ଦେଖି ଆତ୍ମା ଅତିରେକେ। ସ୍ୱାମୀ ମୋହର ସର୍ବପ୍ରିୟ ଜଗତ ମଧ୍ୟେ ଯେତେ ଦେହ। ଯେ ରୁଦ୍ର ସର୍ବ ଆତ୍ମା ହୋଇ ମିତ୍ର ବଇରୀ ତାଙ୍କ ନାହିଁ। ଯେ ସେ ଅଶେଷ ଜନ ଗୁରୁ ତାହାଙ୍କୁ ତୁହି ନିନ୍ଦା କରୁ। ଦେଖ ଏ ସଂସାର ବେଭାରେ ଯେ ସାଧୁ ଜନେ ହିଂସା କରେ। ଅନେକ ଦୋଷ କରିଥିଲେ ସାଧବେ ନ ଧରନ୍ତି ଭଲେ। ସାଧୁ ଜନଙ୍କ ପ୍ରାୟ ହୋଇ ରୁଦ୍ର ବିଷଏ କୋପ ବହି। ଯେଣୁ ବୋଲାଉ ପ୍ରଜାପତି ସେ ଗର୍ବେ ନିନ୍ଦୁ ପଶୁପତି। ଏ ନୁହେଁ ମହାତ୍ମାଙ୍କ କର୍ମ ଗର୍ବେ ହୋଇଲୁ ମତି ଭ୍ରମ। ଯେବେ ନିଅକ୍ଷର ଉଚାରେ ମନରେ ଶିବ ନାମ ଧରେ। ଜପଇ ଯେବେ ହୃଦଗତେ ପାପ ନ ରହେ ତାର ଗାତ୍ରେ। ଯାହାର ନାମ ଏ ଜଗତେ ସର୍ବମଙ୍ଗଳ ବହୁମତେ। ତୋର ଜୀବନ ପାପ ସିନ୍ଧୁ ଅଶିବ ହୋଇ ଶିବ ନିନ୍ଦୁ। ତୋହର ଜନ୍ମ ମୋର ଦେହି ହୋଇଲା ପୂର୍ବ ପାପ ବହି। ସ୍ୱାମୀ ନିନ୍ଦନ ଦୁଃଖ ସହି ଏ ଦେହ ନ ଧରିବି ମୁହିଁ। ପୂର୍ବର ପାପ ଯେ ନ ସ୍ମରେ ତା ପ୍ରତିକାର ଯେ ନ କରେ। ଦିନ ବଞ୍ଚଇ ଦୁଃଖ ସୁଖେ ଅନ୍ତେ ସେ ପଡ଼ଇ ନରକେ। ମୈତ୍ରେୟ ଉବାଚ ଏମନ୍ତେ ଦକ୍ଷ ଆଗେ କହି କୁଣ୍ଡ ଉତ୍ତର ଦିଗେ ଯାଇ। ଯୋଗ ଧାରଣା ଆଗ ମନେ ବସିଲେ ନିଶ୍ଚଳ ଆସନେ। ସ୍ୱାମୀଙ୍କ ଅପମାନ ଅର୍ଥେ ପିତା ଅନାଦର ନିମନ୍ତେ। ପୀତବସନ ପରିଧାନ ସୁଜନେ କରି ଆଚମନ। ହୃଦରେ କଳ୍ପି ମହାଶୂନ୍ୟ ପବନ ମୂଳ ଲିଙ୍ଗ ସ୍ଥାନ। ନାଭି କମଳେ ସୁନିଶ୍ଚଳେ ପ୍ରାଣ ଧାରଣ ଯୋଗ ବଳେ। ସମାନ ପ୍ରାଣ ତାର ଦେହି ଏ ତିନି ପ୍ରାଣ ଊର୍ଦ୍ଧ୍ୱେ ନେଇ। ହୃଦୟ ପ୍ରାଣ ସଙ୍ଗେ ଥୋଇ କଣ୍ଠ ଲଲାଟ ଚକ୍ର ଦେଇ। ଭୂମଧ୍ୟେ ସ୍ଥାପି ଅନୁମାନେ ଯୋଚିଲା ବ୍ରହ୍ମରନ୍ଧ୍ର ସ୍ଥାନେ। ସ୍ୱାମୀଠାରେ ସେ ଧ୍ୟାନ କରି ଯୋଗ ଅନଳେ ଜ୍ଞାନ ଭରି। ମୂର୍ଦ୍ଧନି ଭେଦି ତତ୍କ୍ଷଣ ଶୂନ୍ୟେ ମିଳିଲା ଦଶ ପ୍ରାଣ। ସତୀ ମରଣ କର୍ମ ଚାହିଁ ଦେବେ ଯେତେକ ଥିଲେ ରହି। ଭୂମି ଗଗନେ ଯେବା ଦେଲେ ହାହାସ ବଦ ଉଚ୍ଚ କଲେ। ଦେଖ ଏ ଦେବ ଦେବ ନାରୀ
କିୟପମାନେ କୋପ ଭରି ପ୍ରାଣ ଛାଡ଼ିଲା ଯଜ୍ଞ ଘରେ ପିତାର ମାନ କୋପ ଭରେ ଦେଖ ଏ ଦକ୍ଷ ପ୍ରଜାପତି ଗର୍ବେ ଆଚରିଲା ଅନୀତି ପ୍ରଜାଙ୍କ ପତିଏ ବୋଲାଇ ଅନ୍ୟାୟ କଲା ଗର୍ବ ବହି ନିଜ ଦୁହିତାର ବଚନେ ଯତ୍ନ ନ କଲା କୋପ ମନେ ଏ ନୁହେଁ କାହାର ବ୍ୟବହାର ଅଧର୍ମ କଲା ଗୁରୁତର ଏମନ୍ତ ବାକ୍ୟ କହୁ ଜନେ ସତୀର ପ୍ରାଣ ଅବସାନେ ସତୀ ମରଣ କଥା ଶୁଣି ନନ୍ଦିକେଶ୍ୱର ବୀରମଣି ରୁଦ୍ରଗଣଙ୍କୁ ସଙ୍ଗେ ନେଇ ବେଗେ ଧାଇଲା ରୋଷ ହୋଇ ବିବିଧ ଶସ୍ତ୍ର ଧରି କରେ ମିଳିଲା ଦକ୍ଷ ଯଜ୍ଞ ଘରେ ତାହାକୁ ଦେବୀ ଭୃଗୁ ମୁନି ଘୃତ ଆହୁତି କରେ ଘେନି ଯଜ୍ଞ ନାଶୀ ଯଜୁ ମନ୍ତ୍ରେ କଳ୍ପିଲା ଅଭିଚାର ତନ୍ତ୍ରେ ଆହୁତି ଦିଅନ୍ତି ଅଗ୍ନିକୁଣ୍ଡେ ଅନଳ ଧୂମ୍ର ବର୍ଣ୍ଣ ପିଣ୍ଡେ ମନ୍ତ୍ର ମନ୍ତ୍ରିତ ସୋମ ପାଇ ପ୍ରଚଣ୍ଡ ରୂପେ କୋପ ବହି ରୁଦ୍ରାହା ବୋଲି ଦେବଗଣ ଅନଳୁ ଉଠିଲେ ତକ୍ଷଣ ଅନଳ କାଷ୍ଠ ଘେନି କରେ ଶତ ସହସ୍ର କୋପ ଭରେ ଶବଦେ ଦଶ ଦିଗ ପୁରୀ ଧାଇଲେ ଘୋର ନାଦ କରି ଶବଦେ କମ୍ପଇ ମେଦିନୀ ତା ଦେଖି ବେଗେ ଦେବ ମୁନି ବେଗେ ଧାଇଲେ ଶୂନ୍ୟ ମାର୍ଗେ କହିଲେ ସଦାଶିବ ଆଗେ ସତୀ ମରଣ କଥା ଆଦି କହିଲେ ସକଳ ସମ୍ପାଦି ସେ ବ୍ରହ୍ମ ମୁନିଙ୍କ ଚରଣେ ଆତ୍ମାର ନିସ୍ତାର କାରଣେ କୃଷ୍ଣ ବିଷୟ ଭାଗବତ କହିଲେ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ महापुराणे पारमहंस संहिताया 82 चतुर्थस्कन्धे सतीमरणे नाम चतुर्थोऽध्याय। ओम नमो भगवते वासुदेवाय।